ଏହି କାହାଣୀଟି ଭାରି ରୋମାଞ୍ଚକର। ସମ୍ପୂର୍ଣ୍ଣ ଶୁଣନ୍ତୁ, ତୁମେ ଏହାକୁ ଉପଭୋଗ କରିବ। ଏହା ମୀନା, ତାଙ୍କ ଚାକର ଶଙ୍କର ଏବଂ ମୀନାଙ୍କ ସ୍ୱାମୀ ରାଜାଙ୍କ ବିଷୟରେ। ଯେତେବେଳେ ମୀନାଙ୍କ ସ୍ୱାମୀ ହଠାତ୍ 5 ବର୍ଷ ପାଇଁ ଅନ୍ୟ ସହରକୁ କାମ ପାଇଁ ଚାଲିଯାଆନ୍ତି, ମୀନା ଏବଂ ତାଙ୍କ ଚାକର ଶଙ୍କର ପଛରେ ରହିଯାଆନ୍ତି। ଆଉ ସେମାନଙ୍କ ଭିତରେ ଏକ ଦୁର୍ବଳ ମୁହୂର୍ତ୍ତରେ ଗଢ଼ି ଉଠେ ଏକ ଏମିତି ସମ୍ପର୍କ, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଦିନେ ଝଡ଼ ତୋଫାନ ରାତିରେ ଆଲୋକ ଚାଲିଯାଏ। ଚାକର ଶଙ୍କର ମାଲିକାଣୀ ମୀନାକୁ ସମର୍ଥନ କରିବା ସମୟରେ ହଠାତ୍ 2 ଜଣ ହୋଇଯାଆନ୍ତି ବେକାବୁ। ଆଉ ତାପରେ ଦୁହେଁ। ବନ୍ଧୁଗଣ, ଏହି କାହାଣୀ ମୀନା ଏବଂ ରାଜାଙ୍କ ସୁଖୀ ଜୀବନ ବିଷୟରେ ଆରମ୍ଭ ହୁଏ। ମୀନା ଜଣେ ସୁନ୍ଦରୀ 32 ବର୍ଷୀୟ ମହିଳା ଥିଲେ, ଯାହାଙ୍କ ଆଖି ହରିଣୀ ପରି ଥିଲା ଏବଂ ହସ ସମସ୍ତଙ୍କୁ ମୋହିତ କରୁଥିଲା। ସେ ଏକ ଛୋଟ ସହରରେ ରହୁଥିଲେ। ଘର ଆରାମଦାୟକ ଥିଲା ଏବଂ ସବୁକିଛି ସୁରୁଖୁରୁରେ ଚାଲିଥିଲା। ଘରେ 3 ଜଣ ଲୋକ ଥିଲେ, ମୀନା, ତାଙ୍କ ସ୍ୱାମୀ ରାଜା ଏବଂ ଚାକର ଶଙ୍କର। ଶଙ୍କର 40 ବର୍ଷ ବୟସରେ ଥିଲେ। ଶଙ୍କର ସେମାନଙ୍କର ସବୁଠାରୁ ବିଶ୍ୱସ୍ତ ଚାକର ଥିଲେ। ସେମାନେ ଉଭୟ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଥିଲେ। ଶଙ୍କର ମଧ୍ୟ କେବେ ଭୁଲ କରିନଥିଲେ। ଶଙ୍କର ଗତ 15 ବର୍ଷ ଧରି ସେମାନଙ୍କ ପାଇଁ କାମ କରୁଥିଲେ। ସେ ଘର ସଫା କରିବା, ବଗିଚା କାମ କରିବା ଏବଂ ଅନ୍ୟାନ୍ୟ ଛୋଟମୋଟ କାମ କରୁଥିଲେ। ଅଧିକାଂଶ ରୋଷେଇ ରାଜା ଏବଂ ମୀନା କରୁଥିଲେ। ମୀନାଙ୍କ ସ୍ୱାମୀ ରାଜା ଜଣେ ବ୍ୟାଙ୍କ ମ୍ୟାନେଜର ଥିଲେ ଏବଂ ପ୍ରାୟ 35 ବର୍ଷ ବୟସର ଥିଲେ। ସେମାନେ 4 ବର୍ଷ ଧରି ବିବାହିତ ଥିଲେ ଏବଂ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ପଡ଼ୋଶୀମାନେ ତାଙ୍କୁ ଈର୍ଷା କରୁଥିଲେ। ରାଜ ମୀନାର ଛୋଟ ବଡ଼ ପ୍ରତ୍ୟେକ ଇଚ୍ଛାର ଯତ୍ନ ନେଉଥିଲେ। ସେ ସକାଳେ ଉଠି କଫି ତିଆରି କରୁଥିଲେ, ସନ୍ଧ୍ୟାରେ ଘରକୁ ଆସି ତାଙ୍କୁ ପାର୍କକୁ ବୁଲାଇବାକୁ ନେଇଯାଉଥିଲେ। ରାତିରେ ସେମାନେ ଏକାଠି ବସି ସ୍ମୃତିଚାରଣ କରୁଥିଲେ। ମୀନା ଏବଂ ରାଜଙ୍କ ପ୍ରେମ ତାଙ୍କ ମନରେ ଏତେ ଦୃଢ଼ ହୋଇଯାଇଥିଲା ଯେ ସେ ତାଙ୍କ ବିନା ଗୋଟିଏ ଘଣ୍ଟା ମଧ୍ୟ ବିତାଇ ପାରୁନଥିଲେ। ରାଜ କହିଲେ, ମୀନା, ଆଜି ମୁଁ ତୁମ ପାଇଁ ଏକ ସ୍ୱତନ୍ତ୍ର ଜଳଖିଆ ପ୍ରସ୍ତୁତ କରିବି। ତୁମେ କ'ଣ ଚାହୁଁଛ? ଇଟାଲୀୟ ପ୍ୟାନକେକ୍। ମୀନା ହସି ହସି କହିଲେ, ରାଜ, ତୁମେ ଯାହା ତିଆରି କର ତାହା ମୋତେ ଭଲ ଲାଗେ, କିନ୍ତୁ ଆଜି ମୋତେ ପ୍ୟାନକେକ୍ ତିଆରି କରିବାକୁ ଦିଅ, ଚକୋଲେଟ୍ ମଧ୍ୟ। ରାଜ ରୋଷେଇ ଘରକୁ ଗଲେ ଏବଂ ମୀନା ବୈଠକଖାନାରେ ବସି ଅପେକ୍ଷା କଲେ। ସେ ଭାବିଲେ, ରାଜ ବହୁତ ଯତ୍ନବାନ। ମୁଁ ସବୁବେଳେ ତାଙ୍କ ଖୁସିକୁ ପ୍ରାଥମିକତା ଦେବି। କିଛି ସମୟ ପରେ ରାଜ ଏକ ପ୍ଲେଟ୍ ଆଣି ଆସିଲେ ଏବଂ ସେମାନେ ଏକାଠି ଖାଇବାକୁ ବସିଲେ। ଖାଇବା ସମୟରେ ରାଜ ମୀନାର ହାତ ଧରି କହିଲେ, ମୀନା, ତୁମ ଆଖିକୁ ଚାହିଁବା ମୋର ହୃଦୟକୁ ଖୁସି କରେ। ମୁଁ ତୁମକୁ ବହୁତ ଭଲ ପାଏ। ମୀନା ଲାଜରେ ଲାଲ ହୋଇ କହିଲେ, ରାଜ, ତୁମେ ସବୁବେଳେ ଏପରି ମିଠା କଥା କୁହ। ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ। ଦିନଗୁଡ଼ିକ ଏହିପରି ବିତି ଯାଉଥିଲା। ସନ୍ଧ୍ୟାରେ ରାଜ ଅଫିସରୁ ଆସୁଥିଲେ। ମୀନା ତାଙ୍କ ପାଇଁ ଚା ତିଆରି କରୁଥିଲେ। ସେମାନେ ଏକାଠି ସିନେମା ଦେଖୁଥିଲେ କିମ୍ବା ସଙ୍ଗୀତ ଶୁଣୁଥିଲେ। ରାତିରେ ମୀନା ରାଜର ଛାତିରେ ମୁଣ୍ଡ ରଖି ଶୋଉଥିଲେ ଏବଂ ରାଜ ତାଙ୍କ କେଶରେ ଆଙ୍ଗୁଠି ବୁଲାଉଥିଲେ। ସେମାନଙ୍କର ଘର ଖୁସିରେ ଭରିଯାଇଥିଲା। କିନ୍ତୁ ଗୋଟିଏ ଦିନ ସବୁକିଛି ବଦଳିଗଲା। ରାଜକୁ ବ୍ୟାଙ୍କରୁ ଫୋନ୍ ଆସିଲା। ତାଙ୍କର ବଦଳି ହୋଇଯାଇଥିଲା, ତାହା ମଧ୍ୟ ଏହି ସହରରୁ 500 କିଲୋମିଟର ଦୂରରେ ଏକ ବଡ଼ ସହରରେ ସରକାରୀ ଚାକିରି ଥିଲା। ସେ ମନା କରିପାରିଲେ ନାହିଁ। ଏହା ଶୁଣି ରାଜ ଦୁଃଖୀ ହୋଇଗଲେ। ରାଜ ମୀନାଙ୍କୁ କହିଲେ, ମୀନା, ମୋତେ ଯିବାକୁ ପଡ଼ିବ। ମୋର ବଦଳି ହୋଇଛି, କିନ୍ତୁ ଏହା କେବଳ କିଛି ମାସର କଥା। ମୁଁ ଶୀଘ୍ର ଫେରି ଆସିବି। ମୀନାଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ସେ କହିଲେ, ରାଜ, ତୁମେ ମୋ ବିନା କିପରି ରହିବ ଏବଂ ମୁଁ ତୁମ ବିନା? ଦୟାକରି କିଛି କର। ରାଜ ତାକୁ କୁଣ୍ଢେଇ ପକାଇ କହିଲେ, ପ୍ରିୟା, ଏହା ବ୍ୟାଙ୍କର ଅର୍ଡର ଅଛି। ମୁଁ କ'ଣ କରିପାରିବି? ମୁଁ ପ୍ରତି ସପ୍ତାହରେ ଆସିବି। ଆମେ ଫୋନରେ କଥା ହେବା।
ସବୁକିଛି ଠିକ୍ ହୋଇଯିବ। ମୀନା ରାଜି ହୋଇଗଲେ, କିନ୍ତୁ ତାଙ୍କ ହୃଦୟ ଭାଙ୍ଗିଗଲା। ସେ ପର ସପ୍ତାହ ରାତିରେ ଚାଲିଗଲେ। ଘର ଖାଲି ଥିଲା। ମୀନା ଏକା ରହିଗଲେ। ସେ କୌଣସି ପ୍ରକାରେ ଗତ ମାସ ବିତାଇବାରେ ସଫଳ ହେଲେ। ସେ ପ୍ରତିଦିନ ରାଜକୁ ଫୋନ୍ କରୁଥିଲେ, ଭିଡ଼ିଓ କଲ୍ରେ କଥା ହେଉଥିଲେ ଏବଂ ମୀନା ତାଙ୍କୁ ଘର ବିଷୟରେ ଛୋଟ ଛୋଟ କଥା କହୁଥିଲେ। ସେ ତାଙ୍କ ସହିତ ହସୁଥିଲେ। କିନ୍ତୁ ଧୀରେ ଧୀରେ ସମୟ ବିତିଗଲା। ଗୋଟିଏ ମାସ, 2 ମାସ, 3 ମାସ। ରାଜ ବାରମ୍ବାର କହୁଥିଲେ କେବଳ 2-3 ମାସ। ଏବଂ ତାପରେ ମୀନା ଫୋନ୍ କରି କହିଲେ, ରାଜ, ଏବେ ଯଥେଷ୍ଟ ହେଲା। ତୁମେ କେବେ ଆସିବ? ମୁଁ ଏକା ବିରକ୍ତ ହେଉଛି। ମୋତେ ତୁମର ଆବଶ୍ୟକତା ଅଛି। ରାଜ କହିଲେ, ମୀନା ଧୈର୍ଯ୍ୟ ରଖ। ବହୁତ କାମ ଅଛି, କିନ୍ତୁ ମୁଁ ଶୀଘ୍ର ଆସିବି। ତାପରେ 5 ମାସ ବିତିଗଲା। ମୀନା ଏକା ଘରେ ଘୁରି ବୁଲୁଥିଲେ। ବାଲକୋନିରେ ଠିଆ ହୋଇ ବାହାରକୁ ଦେଖୁଥିଲେ, କିନ୍ତୁ ସେ ଖୁସି ଅନୁଭବ କରିପାରୁନଥିଲେ। ସେ ରାଜ ଉପରେ ରୋଷ କରୁଥିଲେ। ରାତିରେ ଶୋଇପାରିଲେ ନାହିଁ। 8 ମାସ ବିତିଗଲା। ମୀନା ଆଉ ଅପେକ୍ଷା କରିପାରିଲେ ନାହିଁ। ସେ ରାଜକୁ ଫୋନ୍ କରି ପଚାରିଲେ, ତୁମେ କେବେ ଫେରିବ କୁହ? ରାଜ ଉତ୍ତର ଦେଲେ, ମୀନା, ଆଉ କିଛି ଦିନ। 2 ବର୍ଷ ହୋଇଗଲା। ପ୍ରୋଜେକ୍ଟ ଶେଷ ହେବାକୁ ଯାଉଛି। ମୀନା ଦୁଃଖିତ ହୋଇଗଲେ। ଘରେ କେବଳ ଶଙ୍କର ଏବଂ ସେ ରହିଥିଲେ। ଶଙ୍କର ଘର କାମ କରୁଥିଲେ। ଶଙ୍କର ଟିକେ ଗହମ ରଙ୍ଗର ଥିଲେ, କିନ୍ତୁ ତାଙ୍କର ଶରୀର ଦୃଢ଼ ଥିଲା। ତାଙ୍କ ମୁହଁରେ ସବୁବେଳେ ଏକ ଶାନ୍ତ ଭାବ ଥିଲା ଏବଂ ସେ ଘରର ସମସ୍ତ କାମ କରୁଥିଲେ। ସଫା କରିବା, ରୋଷେଇ କରିବା ଏବଂ ବଜାରକୁ ଯିବା। ସେ ଚୁପଚାପ ତାଙ୍କ କାମ କରୁଥିଲେ, କିନ୍ତୁ ତାଙ୍କ ଆଖି ବେଳେ ବେଳେ ମୀନା ଉପରେ ଲାଗି ରହୁଥିଲା। ମୀନା ତାକୁ ପୂର୍ବରୁ ଧ୍ୟାନ ଦେଇନଥିଲେ, କିନ୍ତୁ ଏବେ ଏକାକିତା ତାଙ୍କୁ ଶଙ୍କର ଉପରେ ନଜର ପକାଇଥିଲା। ଶଙ୍କର ସଫା କରିବା ସମୟରେ ତାଙ୍କ ଶରୀର ଝାଳରେ ଭିଜି ଯାଉଥିଲା ଏବଂ ମୀନା ଭାବୁଥିଲେ ଯେ ସେ କେତେ ଶକ୍ତିଶାଳୀ। ତାଙ୍କ ଚଉଡ଼ା କାନ୍ଧ ଉପରକୁ ସମର୍ଥନ କରିପାରିବ। କିନ୍ତୁ ସେ ଶୀଘ୍ର ସେ କଥାକୁ ଖାରଜ କରି ଦେଉଥିଲେ। ଗୋଟିଏ ଦିନ ମୀନା ବାଲକୋନିରେ ଠିଆ ହୋଇଥିଲେ। ଶଙ୍କର ତଳେ ମହଲ ସଫା କରୁଥିଲେ। ତାଙ୍କ ସାର୍ଟ ଓଦା ଥିଲା ଏବଂ ତାଙ୍କ ମାଂସପେଶୀ ଦୃଶ୍ୟମାନ ହେଉଥିଲା। ମୀନା ଭାବିଲେ, ଶଙ୍କର ବହୁତ ପରିଶ୍ରମୀ। ସେ ସାରା ଦିନ କାମ କରେ। ଶଙ୍କର ଉପରକୁ ଚାହିଁ ହସିଲେ। ଶଙ୍କର କହିଲା, ମ୍ୟାଡାମ, ମୁଁ ଚା ତିଆରି କରିବି କି? ମୀନା କହିଲେ, ହଁ ଶଙ୍କର, ତିଆରି କର। ଏବେ ଟିକେ ଖାଦ୍ୟ ମଧ୍ୟ। ବହୁତ ଭୋକ ଲାଗୁଛି। ଶଙ୍କର ରୋଷେଇ ଘରକୁ ଗଲା। ମୀନା ଭିତରକୁ ଆସି ଭାବିଲା ଯେ ଶଙ୍କର କେତେ ସାହାଯ୍ୟକାରୀ। ରାଜା ଚାଲିଗଲା ପରେ ଶଙ୍କର ଘରର ଯତ୍ନ ନେଲା। ଧୀରେ ଧୀରେ ମୀନା ଶଙ୍କରଙ୍କ ସହ ଅଧିକ କଥା ହେବା ଆରମ୍ଭ କଲା। ସକାଳେ ମୀନା ଶଙ୍କରକୁ ପଚାରିଲା, ଶଙ୍କର, ଆଜି ତୁମେ କ'ଣ କରିବ? ଶଙ୍କର ଉତ୍ତର ଦେଲା, ମ୍ୟାଡାମ, ତୁମେ ଯାହା ଚାହୁଁଛ। ପନିର ସବ୍ଜି କିମ୍ବା ଚିକେନ। ମୀନା କହିଲା, ଶଙ୍କର, ତୁମର ପନିର ସ୍ୱାଦିଷ୍ଟ। ଦୟାକରି ତାହା ତିଆରି କର। ଶଙ୍କର ସ୍ମିତ ହସି କାମ କଲା। ସନ୍ଧ୍ୟାରେ ମୀନା ବୈଠକଖାନାରେ ବସିଥିଲେ। ଶଙ୍କର ଆସି କଥା ହେଲା। ଶଙ୍କରଙ୍କ କଥାବାର୍ତ୍ତା ସାଧାରଣ ଘରୋଇ ସମ୍ବନ୍ଧୀୟ ଥିଲା, କିନ୍ତୁ ମୀନା ସେଗୁଡ଼ିକୁ ପସନ୍ଦ କଲା। ସେ ଭାବୁଥିଲା, ଶଙ୍କର ଏତେ ସଚ୍ଚୋଟ, କିନ୍ତୁ ତାଙ୍କ ଆଖିରେ କିଛି ଗଭୀର ଭାବ ଥିଲା, ଯାହା ଲୁଚି ରହିଥିବା ପରି ମନେ ହେଉଥିଲା। ଏହିପରି 2 ବର୍ଷ ବିତିଗଲା। ରାଜ ଏପର୍ଯ୍ୟନ୍ତ ଆସିନଥିଲେ। ମୀନା ଏବେ ସମ୍ପୂର୍ଣ୍ଣ ଏକାକୀ ଅନୁଭବ କରୁଥିଲେ। ସେ ରାଜଙ୍କ ସହ ଫୋନରେ କଥା ହେଉଥିଲେ, କିନ୍ତୁ ଆଉ ସେତେ ଉତ୍ସାହ ନଥିଲା। ରାଜ କହିଲେ, ମୀନା, ଆଉ ଟିକେ ଅପେକ୍ଷା କର। ମୀନା କହିଲେ, ରାଜ, ମୁଁ ଏବେ କ୍ଳାନ୍ତ। ତୁମେ କେବେ ଆସିବ? ରାଜ କହିଲେ, ଶୀଘ୍ର ପ୍ରିୟ। କିନ୍ତୁ ମୀନା ଆଉ ସେପରି ଅନୁଭବ କଲେ ନାହିଁ। ଗୋଟିଏ ସନ୍ଧ୍ୟାରେ ମୀନା ଘରେ ଏକା ଥିଲେ। କାମ ସାରି ଶଙ୍କର ତାଙ୍କ କ୍ୱାର୍ଟରକୁ ଯାଉଥିଲେ। ମୀନା କହିଲେ, ଶଙ୍କର, ଦୟାକରି ଆଜି ଏଠାରେ କିଛି ସମୟ ପାଇଁ ମୋ ସହିତ ରୁହ ଏବଂ ମୋ ସହିତ କଥାବାର୍ତ୍ତା କର। ଶଙ୍କର ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ କହିଲେ, ହଁ ମ୍ୟାଡାମ, ଆପଣ ଯାହା କହିବେ। ଆମେ ଦୁହେଁ ବସିବା। ମୀନା ପଚାରିଲେ, ଶଙ୍କର, ତୁମ ପରିବାର କିପରି ଅଛି? ଗାଁରେ କିଏ ସବୁ ଅଛନ୍ତି? ଶଙ୍କର ଉତ୍ତର ଦେଲେ, ମ୍ୟାଡାମ, ଗାଁ ବହୁତ ଦୂର। ମୋର ଏକ ପରିବାର ଥିଲା, କିନ୍ତୁ ଏବେ ମୁଁ ଏକା। ମୋ ବାପା ବର୍ଷ ବର୍ଷ ପୂର୍ବରୁ ଦେହାନ୍ତ ହୋଇଗଲେ। ମୀନା ସହାନୁଭୂତି ସହିତ କହିଲେ, ଓଃ, ଦୁଃଖିତ। ଶଙ୍କର, ତୁମେ ଏକା କିପରି ରୁହ? ଶଙ୍କର କହିଲେ, ମ୍ୟାଡାମ, ମୁଁ ଏଥିରେ ଅଭ୍ୟସ୍ତ ହୋଇଗଲିଣି, କିନ୍ତୁ ଆପଣଙ୍କ ପରି ଜଣେ ମାଲିକାଣୀଙ୍କ ସହିତ ଜୀବନ ସହଜ ମନେ ହୁଏ।
ମୀନା ହସିଲେ। ମୀନା ଭାବିଲେ ଶଙ୍କର ଏତେ ଶକ୍ତିଶାଳୀ, ସେ ତାଙ୍କ କାନ୍ଧରେ ମୁଣ୍ଡ ରଖି ସାନ୍ତ୍ୱନା ପାଇପାରିବେ। କିନ୍ତୁ ସେ ନୀରବ ରହିଲେ। ଧୀରେ ଧୀରେ ମୀନା ଶଙ୍କର ସହିତ ଅଧିକ ସମୟ ବିତାଇବା ଆରମ୍ଭ କଲେ। ସକାଳେ ଶଙ୍କର ଆସିବେ ଏବଂ ମୀନା ତାଙ୍କ ସହିତ ରୋଷେଇ ଘରେ ଠିଆ ହୋଇ କଥା ହେବେ। ଶଙ୍କର ରୋଷେଇ କରୁଥିବେ, ମୀନା ଲକ୍ଷ୍ୟ କରୁଥିବେ ଶଙ୍କର ତୁମର ଆଙ୍ଗୁଠି କେତେ ଶୀଘ୍ର କାର୍ଯ୍ୟ କରେ। ଶଙ୍କର ଅଟା ଦଳୁଥିଲେ। ଶଙ୍କର ହସି ହସି କହୁଥିଲେ, ମ୍ୟାଡାମ, ଏହା ବର୍ଷ ବର୍ଷର ଅଭ୍ୟାସ। ତୁମେ ମଧ୍ୟ ଏହାକୁ ଚେଷ୍ଟା କରିବା ଉଚିତ। ମୀନା ଚେଷ୍ଟା କଲା, କିନ୍ତୁ ତାଙ୍କ ହାତ ଖସିଗଲା। ଶଙ୍କର ତାଙ୍କ ହାତ ଧରି କହିଲେ, ଦେଖନ୍ତୁ ମ୍ୟାଡାମ, ଏହିପରି କରନ୍ତୁ। ଶଙ୍କରଙ୍କ ସ୍ପର୍ଶ ହେତୁ ମୀନାଙ୍କ ହୃଦୟ ଦ୍ରୁତ ଗତିରେ ଧଡ଼କୁଥିଲା। କିନ୍ତୁ ପ୍ରକୃତରେ ଏହା କେବଳ ସାହାଯ୍ୟ ଥିଲା। ମୀନା ଶଙ୍କରଙ୍କୁ ପସନ୍ଦ କରିବାକୁ ଆରମ୍ଭ କରିଥିଲେ। ଶଙ୍କର ମଧ୍ୟ ମୀନାଙ୍କର ଯତ୍ନ ନେଉଥିଲେ। ଗୋଟିଏ ଦିନ ମୀନା ଦୁଃଖିତ ଥିଲେ। ଶଙ୍କର ପଚାରିଲେ, ମ୍ୟାଡାମ, କ'ଣ ହେଲା? ମୀନା ଉତ୍ତର ଦେଲେ, ଶଙ୍କର, ମୁଁ ତୁମର ସାର୍ଙ୍କୁ ମନେ ପକାଉଛି। ସେ ଉତ୍ତର ଦେଲେ, ମ୍ୟାଡାମ, ସେ ଏଠାରେ ଭଲରେ ରହିବେ, କିନ୍ତୁ ତୁମେ ଖୁସି ହେବା ଉଚିତ। ମୁଁ ଏଠାରେ ଅଛି। ମୀନା ଭାବିଲା ଯେ ଶଙ୍କର କେତେ ଭଲ ଥିଲା। ସମୟ ବିତିଗଲା। ରାଜା ଯିବା ପରେ 3 ବର୍ଷ ବିତିଗଲା। ମୀନା ଶଙ୍କରଙ୍କ ସହିତ ଅଧିକ ଆରାମଦାୟକ ହୋଇଗଲେ। ସେମାନେ ଏକାଠି ଖାଇଲେ ଏବଂ କଥାବାର୍ତ୍ତା କରୁଥିଲେ। ଶଙ୍କର ମୀନା ପାଇଁ ସ୍ୱତନ୍ତ୍ର ଖାଦ୍ୟ ରାନ୍ଧୁଥିଲେ। ମୀନା ଭାବୁଥିଲେ ଯେ ଶଙ୍କର ତାଙ୍କ ପାଇଁ କେତେ ସବୁ କରୁଛନ୍ତି। ରାଜଙ୍କ ଠାରୁ ମଧ୍ୟ ଅଧିକ ଯତ୍ନ ନେଉଥିଲେ। ଗୋଟିଏ ସନ୍ଧ୍ୟାରେ ମୀନା ଶଙ୍କରକୁ ପଚାରିଲେ, ଶଙ୍କର, ଆଜି ମୋ ସହିତ ବାହାରକୁ ଯିବ? ମୁଁ ଘରେ ରହି ରହି ବିରକ୍ତ ହୋଇଯାଉଛି। ଶଙ୍କର କହିଲା, କିନ୍ତୁ ଲୋକମାନେ କ'ଣ କହିବେ? ମୀନା କହିଲେ, କିଛି ନାହିଁ, କେବଳ ପାଖ ପାର୍କକୁ। ତାପରେ ସେମାନେ ଯାଇ ଏକ ବେଞ୍ଚରେ ବସିଲେ। ଶଙ୍କର କହିଲା, ମ୍ୟାଡାମ, ଏହି ସ୍ଥାନଟି ବହୁତ ସୁନ୍ଦର। ମୀନା କହିଲା, ହଁ ଶଙ୍କର, ମୁଁ ତୁମ ସହିତ ରହିବାକୁ ପସନ୍ଦ କରେ। ଶଙ୍କର ଲାଜରେ ଲାଲ ହୋଇଗଲା, କିନ୍ତୁ ତାହା ହିଁ ପ୍ରକୃତ ବନ୍ଧୁତା ଥିଲା। ମୀନାର ହୃଦୟ ଶଙ୍କର ପ୍ରତି ଆକର୍ଷିତ ହେବାକୁ ଲାଗିଥିଲା। ସେ ଭାବିଲା, ଶଙ୍କର ଏତେ ବୁଝାମଣା କରୁଛି। ତା କଥା ଶୁଣି ତାଙ୍କୁ ଶାନ୍ତି ମିଳୁଥିଲା। ଶଙ୍କର ମଧ୍ୟ ମୀନାକୁ ପସନ୍ଦ କରିବାକୁ ଲାଗିଲା, କିନ୍ତୁ ଚୁପ୍ ରହିଲା। 4 ବର୍ଷ ବିତିଗଲା, କିନ୍ତୁ ରାଜ ଏପର୍ଯ୍ୟନ୍ତ ଫେରି ନଥିଲେ। ମୀନା ରାଜ ସହିତ କମ୍ କଥା ହେଉଥିଲେ। ଶଙ୍କର ତାଙ୍କ ପାଇଁ ସବୁ କିଛି ଥିଲା। ଗୋଟିଏ ଦିନ ମୀନା ଶଙ୍କରକୁ କହିଲେ, ଶଙ୍କର, ତୁମେ ମୋ ପାଇଁ କେତେ କାମ କରୁଛ। ମୁଁ ତୁମ ବିନା ବଞ୍ଚିପାରିବି ନାହିଁ। ଶଙ୍କର ଉତ୍ତର ଦେଲା, ମ୍ୟାଡାମ, ମୁଁ ତୁମର ଚାକର। ମୀନା ଉତ୍ତର ଦେଲା, ନା ଶଙ୍କର, ତୁମେ ଜଣେ ବନ୍ଧୁ। ଶଙ୍କରଙ୍କ ଆଖି ଲୁହରେ ଭରିଗଲା। ଧୀରେ ଧୀରେ ସେମାନଙ୍କର ପ୍ରେମ ବଢ଼ିଗଲା। ଏହି ସମୟରେ ରାଜ 5 ବର୍ଷ ଧରି ବାହାରେ ଥିଲେ। ସେ ସେଠାରେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କରେ ଥିଲେ, କିନ୍ତୁ ସେ ମୀନାଙ୍କୁ କହିନଥିଲେ। ମୀନାଙ୍କୁ ଚିନ୍ତା ନଥିଲା, କାରଣ ଶଙ୍କର ଏଠାରେ ଥିଲା। ମୀନା ଶଙ୍କରକୁ କହିଲେ, ଶଙ୍କର, ମୁଁ ତୁମକୁ ଭଲ ପାଏ। ଶଙ୍କର ଉତ୍ତର ଦେଲା, ମ୍ୟାଡାମ, ମୁଁ ମଧ୍ୟ। କିନ୍ତୁ ମୀନା କହିଲେ, ମହାଶୟ, ଏବେ ଆସିବେ ନାହିଁ। ଚାଲ ଆମେ ବିବାହ କରିବା। ଶଙ୍କର ରାଜି ହୋଇଗଲା। ମୀନା ଏବଂ ଶଙ୍କର ଗୁପ୍ତ ଭାବରେ ଏକ ଛୋଟ ମନ୍ଦିରରେ ବିବାହ କଲେ। ସେମାନେ କେବଳ ପୂଜାରୀଙ୍କୁ କହିଲେ ଯେ ସେମାନେ ଏକାଠି ରହିବାକୁ ଚାହାନ୍ତି। କୌଣସି ମହାନ ଉତ୍ସବ ନଥିଲା, କୌଣସି ନିମନ୍ତ୍ରଣ ନଥିଲା। ମୀନା ଏକ ସବୁଜ ଶାଢ଼ୀ ପିନ୍ଧିଥିଲେ। ଶଙ୍କର ଏକ ଧଳା କୁର୍ତ୍ତା ପିନ୍ଧିଥିଲେ। ମଥାରେ ସିନ୍ଦୁର ଲଗାଇ ଘରକୁ ଫେରି ଆସିଲେ। ଘରେ ପହଞ୍ଚିବା ପରେ ମୀନା ଶଙ୍କରଙ୍କ ହାତ ଧରି ହସି ହସି କହିଲେ, ଏବେ ତୁମେ ମୋର ସ୍ୱାମୀ ଶଙ୍କର, ମୋତେ ମ୍ୟାଡାମ ବୋଲି ଡାକିବ ନାହିଁ। ଶଙ୍କର ଲାଜରେ ଲାଲ ହୋଇଗଲେ। ତାପରେ ସେ କହିଲେ, ଠିକ୍ ଅଛି, ତେବେ ମୁଁ ଏବେ କ'ଣ କହିବି? ମୀନା କହିଲେ, ତୁମେ ଯାହା ଚାହୁଁଛ। ମୋତେ ମୀନା ଡାକ, ପ୍ରିୟା କିମ୍ବା ତୁମର ରାଣୀ ବୋଲି ଡାକ। ଶଙ୍କର ହସି କହିଲେ, ତୁମେ ପୂର୍ବରୁ ଜଣେ ରାଣୀ ଥିଲ, କିନ୍ତୁ ଅନ୍ୟ କେହି ଜଣେ ରାଜା ଥିଲା, ଏବଂ ଏବେ ମୁଁ। ସେମାନେ ଦୁହେଁ ହସିଲେ। ସେହି ରାତିରେ ମୀନା ପ୍ରଥମ ଥର ପାଇଁ ଶଙ୍କରଙ୍କ ସହିତ ତାଙ୍କ ଶୟନ କକ୍ଷରେ ଶୋଇବାକୁ ନିଷ୍ପତ୍ତି ନେଲେ। ଶଙ୍କର ଭୟଭୀତ ହୋଇ ଭିତରକୁ ଆସିଲେ। ମୀନା ଲାଇଟ୍ ବନ୍ଦ କରି ତାଙ୍କ ହାତ ଧରିଲେ। ପରବର୍ତ୍ତୀ କିଛି ମାସ ପର୍ଯ୍ୟନ୍ତ ସେମାନେ ସେମାନଙ୍କର ନୂତନ ସମ୍ପର୍କ ଅନୁସନ୍ଧାନ କରିବାରେ ବିତାଇଲେ। ଶଙ୍କର ତଥାପି ସକାଳେ ଶୀଘ୍ର ଉଠି କଫି ତିଆରି କରୁଥିଲେ, କିନ୍ତୁ ଏବେ ସେ ସବୁବେଳେ ତାଙ୍କୁ ବିଛଣାରେ ପରିବେଷଣ କରୁଥିଲେ। ମୀନା ହସି କହିଲେ, ବାଃ, ତୁମେ ପୂର୍ବରୁ ଜଣେ ଚାକର ଥିଲେ,
ଏବେ ତମେ ମୋ ମନର ରାଜା। ଶଙ୍କର ଉତ୍ତର ଦେଲେ, ମୁଁ ଜଣେ ରାଜା ନୁହଁ, ମୁଁ କେବଳ ତୁମର ଚାକର। ଦିନଗୁଡ଼ିକ ଧୀରେ ଧୀରେ ବିତିଗଲା ଏବଂ ଗୋଟିଏ ଦିନ ମୀନା ସକାଳେ ଅଜବ ଅନୁଭବ କରୁଥିଲେ। ବାନ୍ତି ହେଉଥିଲା ଏବଂ ଖଟା ମିଠା ଲୋଭ କରୁଥିଲେ। ଗୋଟିଏ ଦିନ ସେ ଶଙ୍କରକୁ ଡାକିଲେ। ମୀନା କହିଲେ, ଶଙ୍କର, ମୁଁ ଭାବୁଛି ଆମ ଘରକୁ ଭଲ ଖବର ଆସୁଛି। ଶଙ୍କର ବୁଝିପାରିଲେ ନାହିଁ। ଶଙ୍କର ପଚାରିଲେ, କିଏ ଆସୁଛି? ମୀନା ତାଙ୍କ ପେଟରେ ହାତ ରଖି ହସିଲେ। ଶଙ୍କରଙ୍କ ଆଖି ଲୁହରେ ପୂର୍ଣ୍ଣ ହୋଇଗଲା। ସେ ଆଣ୍ଠୁ ମାଡ଼ି ବସି ମୀନାର ପେଟ ଉପରେ କାନ ରଖି କହିଲେ, ତୁମେ ମୋତେ ଶୁଣିପାରୁଛ? ଏକ ଛୋଟ ହୃତ୍ସ୍ପନ୍ଦନ। ମୀନା ହସିଲା। ମୀନା କହିଲା, ତୁମେ ମୂର୍ଖ, ମାତ୍ର ଗୋଟିଏ ମାସ ହେଲା। ଶଙ୍କର କହିଲା, ତଥାପି ଏହା ମୋ ପିଲା, ନୁହେଁ କି? ସେହି ଦିନଠାରୁ ଶଙ୍କର ଆହୁରି ଚିନ୍ତା କରିବା ଆରମ୍ଭ କଲା। ସେ ପ୍ରତିଦିନ ବଜାରରୁ ଫଳ ଆଣିଲା। ସେ ରାତିରେ ମୀନାର ପାଦ ମାଲିସ କରୁଥିଲା, ତାକୁ ପିଇବା ପାଇଁ କ୍ଷୀର ଗରମ କରୁଥିଲା। ପଡ଼ୋଶୀର ମହିଳାମାନେ ଏସବୁ ଦେଖୁଥିଲେ ଏବଂ ଫୁସ୍ଫୁସ୍ କରି କହୁଥିଲେ, ଦେଖ, ସେ ଜଣେ ଚାକର ସହ ରହୁଛି। ଏବେ ଏକ ପିଲା ଆସୁଛି। ଯଦି ମୀନା ଶୁଣିଥାନ୍ତେ, ସେ ହସି ହସି କହିଥାନ୍ତେ, ହଁ, ସେ ମୋର ଚାକର ନୁହଁ, ବରଂ ସେ ମୋର ଜୀବନ ସାଥୀ। ଏପରି କଥା କୁହ ନାହିଁ। ତାପରେ 9 ମାସ ପରେ ଗୋଟିଏ ସନ୍ଧ୍ୟାରେ ମୀନା ଯନ୍ତ୍ରଣା ଅନୁଭବ କରୁଥିଲେ। ଶଙ୍କର ଭୟଭୀତ ହୋଇଗଲେ। ସେ ଜଣେ ପଡ଼ୋଶୀଙ୍କ ଗାଡ଼ି ନେଇ ମୀନାକୁ ଡାକ୍ତରଖାନା ନେଇଗଲେ। ଡାକ୍ତର ତାଙ୍କୁ ଓଟିକୁ ନେଇଗଲେ। ଆଉ କିଛି ସମୟ ପରେ ବାହାରକୁ ଆସି କହିଲେ, ଅଭିନନ୍ଦନ, ଏକ ଝିଅ ହୋଇଛି। ଶଙ୍କର ବାହାରେ ଅପେକ୍ଷା ଗୃହରେ ବସି କାନ୍ଦିବାକୁ ଲାଗିଲେ। ତାଙ୍କ କୋଳରେ ଗୋଟିଏ ଛୋଟ ଝିଅ ରଖାଯାଇଥିଲା। ସେ ତାଙ୍କୁ ଚାହିଁଲେ। ତାର ନାକ ଏବଂ ଆଖି ଠିକ୍ ମୀନା ପରି ଥିଲା। ସେ ତାକୁ କୁଣ୍ଢେଇ ପକାଇ ଭିତରକୁ ପଶି ଆସିଲେ। ମୀନା କ୍ଳାନ୍ତ କିନ୍ତୁ ହସି ହସି କହିଲେ, ମୋ ରାଜକୁମାରୀକୁ ଦେଖାଅ। ଶଙ୍କର ତାକୁ ଶିଶୁଟିକୁ ଦେଲେ। ମୀନା ତାକୁ ଚୁମ୍ବନ ଦେଇ କହିଲେ, ମୁଁ ତାର ନାମ ଭାବିଛି। ଶଙ୍କର କହିଲା, ହଁ, ତୁମେ ଏହାର ନାମ ରଖ। ମୀନା କହିଲା, ଆମେ ତାର ନାମ ଚାନ୍ଦିନୀ ରଖିବା, କାରଣ ସେ ଚାନ୍ଦିନୀ ପରି ଦେଖାଯାଉଛି। ସେ ଆମ ଜୀବନରେ ଏକ ଶିଶୁକନ୍ୟା ପରି ଆଲୋକ ଆଣିବ। ତାପରେ ଶିଶୁକନ୍ୟା ଘରକୁ ଫେରିଲା। ଏବେ ଘର କାନ୍ଦଣା, ହସ ଏବଂ କ୍ଷୀରର ବାସ୍ନାରେ ପୂର୍ଣ୍ଣ ହୋଇଗଲା। ଶଙ୍କର ସାରା ଦିନ ଶିଶୁକନ୍ୟା ସହିତ ବିତାଇଲା। ସେ ତାକୁ କୋଳରେ ବୋହି ଖେଳାଉଥିଲେ। ମୀନା ତାକୁ ଦେଖୁଥିଲେ ଏବଂ ଭାବୁଥିଲେ, ରାଜଙ୍କ ସହିତ ମୋର କେବେ ସନ୍ତାନ ହୋଇନଥିଲା। ହୁଏତ ଭାଗ୍ୟ ଏହା ଲେଖିଥିଲା। ତାପରେ ଗୋଟିଏ ଦିନ ରାଜ ଫୋନ୍ କଲେ। 5 ବର୍ଷ ପରେ ରାଜ କହିଲେ, ମୀନା, ମୁଁ ଫେରି ଆସୁଛି, ଏବେ ସ୍ଥାୟୀ ଭାବରେ। ମୀନା ଚୁପ୍ ରହିଲା। ତାପରେ ସେ କହିଲେ, ଏବେ ବହୁତ ଡେରି ହୋଇଗଲାଣି। ମୁଁ ପୁନଃ ବିବାହ କରିଛି। ମୋର ଗୋଟିଏ ଝିଅ ଅଛି। ତୁମେ ତୁମର ନୂତନ ଜୀବନରେ ଖୁସିରେ ରୁହ। ରାଜର କଣ୍ଠସ୍ୱର ଥରି ଉଠିଲା। ରାଜ ପଚାରିଲା, ଏହା କ'ଣ? ମୀନା କହିଲା, ହଁ, ରାଜ, ତୁମେ ଆଉ ଜଣେ ମହିଳାଙ୍କ ସହ ମଧ୍ୟ ସମ୍ପର୍କରେ ଅଛ, ନୁହେଁ କି? ମୁଁ ସବୁ ଜାଣିପାରିଛି। ଏବେ ଆମେ ଦୁହେଁ ଆମ ନିଜ ଜୀବନରେ ଖୁସି। ବିଦାୟ। ତାପରେ ସେ ଫୋନ୍ କାଟିଦେଲେ। ମୀନା ଫୋନ୍ ରଖି ଶଙ୍କରକୁ ଚାହିଁଲା, ଯିଏ ଝିଅକୁ ଶୋଇବାକୁ ହଲାଇ ଦେଉଥିଲା। ସେ ପାଖକୁ ଆସିଲେ। ମୀନା ତାଙ୍କ କାନ୍ଧରେ ମୁଣ୍ଡ ରଖିଲା। ମୀନା କହିଲା, ଶଙ୍କର, ତୁମେ ମୋତେ ସେହି ଖୁସି ଦେଇଛ, ଯାହା ମୁଁ ବର୍ଷ ବର୍ଷ ଧରି ଖୋଜୁଥିଲି। ଶଙ୍କର କହିଲା, ଏବଂ ତୁମେ ମୋତେ ଏହିପରି ପରିବାର ଦେଇଛ, ଯାହା ମୁଁ କେବେ କଳ୍ପନା କରିନଥିଲି। ତାପରେ ସନ୍ଧ୍ୟାରେ 3 ଜଣ ପାର୍କରେ ବସିଥିଲେ। ଚାନ୍ଦିନୀ ଶଙ୍କରଙ୍କ କୋଳରେ ଖେଳୁଥିଲା। ମୀନା ଚା ପିଉଥିଲେ। ଶଙ୍କର ମୀନାଙ୍କ ହାତ ଧରି କହିଲେ, ମୁଁ ପୂର୍ବରୁ ଭାବୁଥିଲି ଯେ ମୋ ଜୀବନ କେବଳ ସେବା କରିବା ପାଇଁ। ଆଜି ଏହା ଲାଗୁଛି ଯେପରି ମୋ ଜୀବନ ଆରମ୍ଭ ହୋଇଛି। ମୀନା ତାଙ୍କ ହାତକୁ ଚୁମ୍ବନ ଦେଇ କହିଲେ, ଆମର ଜୀବନ ଏବେ ଆରମ୍ଭ ହୋଇଛି ଶଙ୍କର, ଏବଂ ଏହା କେବେ ଶେଷ ହେବ ନାହିଁ। ଚାନ୍ଦିନୀ ତାଙ୍କ ଛୋଟ ଛୋଟ ହାତରେ ସେମାନଙ୍କ ମୁହଁକୁ ସ୍ପର୍ଶ କଲା। 3 ଜଣ ହସିଲେ। ଘରେ ଖୁସି ଫେରି ଆସିଥିଲା। ଯେଉଁ ଖୁସି ପୂର୍ବରୁ ଚାଲିଯାଇଥିଲା, ତାହା ଏବେ ସବୁଦିନ ପାଇଁ ଫେରି ଆସିଥିଲା। ଶଙ୍କର ଏବଂ ମୀନାଙ୍କ କାହାଣୀ ଏହିଠାରେ ଶେଷ ହୋଇନଥିଲା। ପ୍ରକୃତରେ ଏହା ଏଠାରେ ଆରମ୍ଭ ହୋଇଥିଲା। ତେବେ ବନ୍ଧୁଗଣ, ଏହି କାହାଣୀଟି ଆପଣଙ୍କୁ କିପରି ଲାଗିଲା? କ'ଣ ଭୁଲ ଥିଲା?